କୁଆଡେ ଯିବା କିଛି କହୁନ, ଖାଲି କହୁଛ ବାହାର। କୁଆଡେ ଯିବା କହୁନ? କୁଆ କୁଆ ନାହିଁ, ସରପ୍ରାଇଜ ଚାଲ ଗଲେ ସରପ୍ରାଇଜ ଏଇ ସମୟରେ? ହଁ ଚାଲ। ଆମେ ଆସି ପହଞ୍ଚି ଯାଇଥିଲୁ ନଖରା ଛକରେ, ଯେଉଁଟାକି ସାଂଘାତିକ ଚାଟ। ନଖରା ଛକରୁ ଆପଣ ନିଆଳି ଆସିଲା ବେଳକୁ 100 ମିଟର ପରେ ବାଁ ପଟେ ପଡ଼ିବ ଏଇଟା ଲୋକେସନଟା। ତ ମୁଁ ଦେଖିଥିଲି ଏଇଟା ବହୁତ ମାନେ ଭାଇରାଲ ହେଇଥିଲା। ମୁଁ କହିଲି ଦେଖିବା ନିଜେ ପର୍ଯ୍ୟନ୍ତ ନ ଖାଇଛି କିଛି କହିହେବନି। ତ ହାଲକା ଟିକେ ବର୍ଷା ଲାଗି ଲୋକ ଟିକେ ବୋଧେ କମ୍ ଥିଲେ ନା କ'ଣ, ଆମେ ୱେଟିଂରେ ଥିଲୁ, ମିସେସ୍ ୱେଟିଂରେ ଥିଲୁ, ମୁଁ ଅର୍ଡ଼ର ଦେଇଦେଇଥିଲି। ଆଉ କିନ୍ତୁ ଗୋଟେ ଜିନିଷ ମୋତେ ଦେଖିଲି, ନୂଆ ଜିନିଷ ଗୋଟେ, ଯେ ପନିର ସେ ପକାଉଛନ୍ତି ଆଉ ପୁରା ଭଲସେ ମିକ୍ସ କରୁଛନ୍ତି ଆଳୁଟାକୁ। ଅନ୍ୟ ଦିନ ବହୁତ ଭିଡ଼ ହୋଇଥାଇପାରେ, ମୁଁ ତ ଫାର୍ଷ୍ଟ ଟାଇମ୍ ଯାଇଥିଲି। ଆଉ ଗୋଟେ ମୋତେ ତାଙ୍କ ପ୍ରିପାରେସନ୍ଟା ବହୁତ ଭଲ ଲାଗିଲା। ସେ ଗୋଟେ ଫାଇବର ପ୍ଲେଟ୍ରେ ଦେଉଛନ୍ତି, ଆଉ ପ୍ଲେଟ୍ ନେଉଛନ୍ତି 50 ଟଙ୍କା। କିନ୍ତୁ ଗୋଟେ ଜିନିଷ ହେଉଛି ଦେଖନ୍ତୁ, ସେ ସବୁ ପ୍ରକାର ମସଲା ପକାଇ ଚାଲିଲେ ଗୋଟା ପରେ ଗୋଟେ। ଏଠି ଆପଣ ଧନିଆ ପତ୍ର, ଏପଟେ ପନିର ବି ଅଛି, ଯେମିତି ଯାହା ଦେବା କଥା ସବୁ ଦେଉଛନ୍ତି। କିନ୍ତୁ କ୍ୱାଣ୍ଟିଟିଟା ବହୁତ ଭଲ ଦେଉଥିଲେ ଦେଖନ୍ତୁ। ଆଉ ଯେଉଁ ଫାଇବର ପ୍ଲେଟ୍ଟା ଦେଉଛନ୍ତି ନା, ସେଥିପାଇଁ ହାତ ବି ତାତିବନି। କର୍ଣ୍ଣ ସବୁ ପକାଉଛନ୍ତି। ଏପଟେ ଦେଖନ୍ତୁ ଦହିବରା ଥୁଆ ହେଇଛି, ଦହିବରା ଗୋଟେ ଦେଉଛନ୍ତି। ତାପରେ ଏବେ କର୍ଣ୍ଣ ପକାଇଲେ, ସେଉ ପକାଇଲେ। ଭାଇ ତ ବହୁତ ପୁରା ପ୍ରମ୍ପ୍ଟ, ବହୁତ ସ୍ପିଡ଼ ବି ଦେଉଥାନ୍ତି। ଆସିଗଲା ମିଠା ପାଣି ଏବେ, ତାପରେ ଆସିବ ଖଟା ପାଣି। ଏ ଖଟା ପାଣି ଆସିଗଲା। ଜଣେ ଭାଇ ଦେଉଛନ୍ତି ଖାଲି ପାର୍ସଲ ପାଇଁ। ଏଇଟା ଆସିଗଲା ପିଆଜ, ତାପରେ ଆସିଗଲା ଧନିଆ ପତ୍ର, ଏଇଟା ତାପରେ ଦହି ଦେଲେ, ତାପରେ ଏଇଟା ପୁଦିନା ଚଟଣି, ତାପରେ ଏଇଟା କ'ଣ ଦେଲେ ବସେ ମୁଁ କହିପାରିବିନି। ଏଇଟା ମୁଁ ଜାଣିବି, ମୋତେ ପିଆଜ ତ ପକାଇଲେ, ଏଇଟା କ'ଣ, କିନ୍ତୁ ଏଇଟା ହେଉଛି ନଡ଼ିଆ ପକାଇଲେ। ତାପରେ ଆସିଗଲା ବିଟ୍ ପକାଇଲେ। କିନ୍ତୁ ସତ କଥା କହୁଛି, ଯେ ପ୍ଲେଟ୍ଟା ମୋ ହାତକୁ ଆସିଲା ପୁରା କଲରଫୁଲ୍ ମସ୍ତ ଦେଖାଯାଉଥାଏ। ମୁଁ ପୁରା ଲୋଭ ଲାଗିଗଲା। ତାପରେ କିନ୍ତୁ କଥା ହେଉଛି, ଯେତିକି ଭିଡ଼ିଓ ମୁଁ ଦେଖିଥିଲି, କିନ୍ତୁ ମୋତେ ଟେଷ୍ଟ ଏତେ ଭଲ ଲାଗିଲାନି। ରେଟିଂ ଯଦି କହିବି 10ରୁ 6। ମେସେଜ୍ ବି ଖାଲି ସିଏ ବି ସେ କଥା କହିଲେ, ଟେଷ୍ଟ କିଛି ଭଲ ନଥିଲା। ତ ମୁଁ ରେକମେଣ୍ଡ କରିବି ଭାଇ, ଭିଡ଼ ହେଲେ ବି କେବେ ଯିବା ପାଇଁ। ତ ରହିଲି।